ଏବେ ପୁଣି ଥରେ ଆଉ ଏକ ଭିଡିଓରେ ଆମ ସମସ୍ତଙ୍କୁ ଯେତିକି ଆମର ଅଛ +2 ସେକେଣ୍ଡ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ହେଲେ ଆମେ ଯୋଉ କବିତାଟି ପଢିବାକୁ ଯାଉଛେ ଏହା ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି। ଆସ ଆଲୋଚନା କରିବା। କବିତାଟି ଅଛି ପ୍ରାଞ୍ଜଳ ଭାବରେ ପ୍ରତି ଧାଡ଼ି ଧାଡ଼ି ବୁଝିବା ଏବଂ ପିଲେ ଖାତା ଧରି ସମସ୍ତେ ବସିଥାଅ। ଯେଉଁଠି କ୍ଲେଶ ଶବ୍ଦ ଆସିବ ତାକୁ ଲେଖି ନବ। ତେବେ ଦେଖ ପିଲେ କଣ ହେଇଛି ନା ପଦ୍ୟ ବନ୍ଦିର ବିରହ ବ୍ୟଥା ରଚୟିତା ଗୋପବନ୍ଧୁ ଦାସ, ଉତ୍କଳର ମଣି ଗୋପବନ୍ଧୁ ଦାସ। ଦେଖ ପିଲେ ପଦ୍ୟ ବନ୍ଦିର ବିରହ ବ୍ୟଥା ରଚୟିତା ଗୋପବନ୍ଧୁ ଦାସ, ଉତ୍କଳର ମଣି ଗୋପବନ୍ଧୁ ଦାସ। ମଧୁର ବସନ୍ତ ସମୟ ଦିନ ହେଲାଣି ଶେଷ, ଛାଡ଼ି ପୂର୍ବେ ବେତପନ ଯିବେ ପଶ୍ଚିମ ଦେଶ। ତାହେଲେ ହଜାରୀବାଗ ଜେଲରେ କାରାଗାର ଯେତେବେଳେ ଗୋପବନ୍ଧୁ ବନ୍ଦୀ ଅଛନ୍ତି, ଦେଖିଛନ୍ତି ସନ୍ଧ୍ୟାକାଳୀନ ଦୃଶ୍ୟ। ସୂର୍ଯ୍ୟ ଛାଡି ଚାଲି ଯାଇଛି ଏବଂ କହୁଛନ୍ତି କେଉଁ ଦିନର ସମୟ, ମଧୁର ବସନ୍ତ। ମଧୁର କହିଲେ ମିଠା, ବସନ୍ତ କହିଲେ ବସନ୍ତ ଋତୁ। ତାହେଲେ ଏଇ ଯୋଉ କେଉଁ ସମୟର କଥା କବି ଏଇଠି ପ୍ରକାଶ କରିଛନ୍ତି ନା ବସନ୍ତ ଋତୁ କଥା। ଏବଂ ବସନ୍ତ ଋତୁ ଆମେ ସମସ୍ତେ ଜାଣିଛେ ଶ୍ରେଷ୍ଠ ଋତୁ, ଋତୁରାଜ ବସନ୍ତ କୁହାଯାଏ ନା ନାଇଁ। ମୃଦୁ ମୃଦୁ ମନ୍ଦମଳୟ ସେ ସମୟରେ ପ୍ରବାହିତ ହୋଇଥାଏ, ତେଣୁ ମଧୁର ବସନ୍ତ ସମୟ। ବସନ୍ତ ଋତୁକୁ ବସନ୍ତ ଋତୁ ମଧ୍ୟ କୁହାଯାଏ। ତେଣୁ ମଧୁର ବସନ୍ତ ସମୟ ଦିନ ହେଲାଣି ଶେଷ। ମଧୁର ବସନ୍ତରେ ଦିନ ହେଲାଣି ଶେଷ, ଶେଷ ହେଇଗଲାଣି ଦିନ। କାରାବାରରେ ଥାଇ ଗୋପବନ୍ଧୁ ଦେଖୁଛନ୍ତି ଯେ ମଧୁର ବସନ୍ତ ଋତୁ ଦିନ ଶେଷ ହେଲାଣି। ଛାଡ଼ି ପୂର୍ବ ଏବେ ତପନ ଯିବେ ପଶ୍ଚିମ ଦେଶ। ଯେତେବେଳେ ଦିନ ଶେଷ ହୋଇଯାଏ ଆମେ ସମସ୍ତେ ଜାଣିଛେ ପୂର୍ବ ଦିଗ ଛାଡ଼ି ତପନ କହିଲେ ସୂର୍ଯ୍ୟ ପଶ୍ଚିମ ଦିଗ ଆଡକୁ ଯାଆନ୍ତି। ଯେତେବେଳେ ଦିନ ସାରା ସରି ସରି ଆସୁଥାଏ ନା, ସୂର୍ଯ୍ୟ କଣ ହୁଏ ପଶ୍ଚିମ ଦିଗକୁ ଧୀରେ ଧୀରେ ଆସୁଥାନ୍ତି। ବୁଝିପାରିଲା? ତାପରେ ଦେଖ କଣ କହୁଛନ୍ତି, ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର, ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର। ତେଣୁ ବିଦାୟର ଆୟୋଜନ ଚାଲିଛି, ଆୟୋଜନ ଲାଗିଛି। ବିଦାୟ ନେଉଛନ୍ତି ସୂର୍ଯ୍ୟ। ଆମେ ଯେତେବେଳେ ବିଦାୟ ନେଉଥାଏ, ଜଣେ ଯେତେବେଳେ ଝିଅଟିଏ ତା ଶାଶୁ ଘରକୁ ଚାଲିଯାଏ, ବିଦାୟ ତାକୁ ଦିଆଯାଏ ନା ନାହିଁ। ତେଣୁ ବିଦାୟ ଯେତେବେଳେ ଲାଗେ, ଯେତେବେଳେ ଆୟୋଜନ ହୁଏ, ତେଣୁ ବିଦାୟର ତେଣୁ ଲାଗିଛି। ଆମେମାନେ ମଧ୍ୟ ଯେତେବେଳେ ଏ ପୃଥିବୀ ଛାଡିକି ଚାଲିଯିବା, ଆମର ବିଦାୟ ପାଇଁ ଆୟୋଜନ ଚାଲିବ ନା ନାହିଁ। 6 ଖଣ୍ଡ ବାଉଁଶ ଲୋଡ଼ା ହବ କି ନା ନାହିଁ। ତେଣୁ ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର। ବିଦାୟର ଆୟୋଜନ ଲାଗିଛି। ବିସ୍ତାର ମାନେ ପ୍ରଚୁର ଭାବରେ, ବା ଆମେ ଯଦି କହିବା ବ୍ୟାପକ ଭାବରେ ବିଦାୟର ଆୟୋଜନ ଚାଲିଛି। ଏବଂ ନାନା ରଙ୍ଗ ଚନ୍ଦ୍ର ଆତପେ, ଚନ୍ଦ୍ର ଆତପେ ମାନେ ଚନ୍ଦ୍ର ତପେ। ଚନ୍ଦ୍ର ତପେ କହିଲେ କଣ, ଚାନ୍ଦୁଆରେ, ନାନା ରଙ୍ଗର ଚାନ୍ଦୁଆରେ ଆଚ୍ଛାଦି ଅମ୍ବର। ଅମ୍ବର କହିଲେ ଆକାଶ, ଆକାଶ ଆଜି ନାନା ରଙ୍ଗର କଣ ହେଇଛି, ଆଚ୍ଛାଦିତ ହୋଇଛି। ଆଉ କଣ ବୁଝିବା ଭଲ କି, ନାନା ରଙ୍ଗ ଚନ୍ଦ୍ର ଆତପେ। ଚନ୍ଦ୍ର ଆତପେ କହିଲେ ଚାନ୍ଦୁଆରେ, ଚନ୍ଦ୍ର ତପେ
କିଏ ଆଚ୍ଛାଦିତ ହୋଇଛି? ଅମ୍ବର। ଅମ୍ବର କହିଲେ ଆକାଶ। ଆକାଶ ନାନା ରଙ୍ଗର ଚନ୍ଦ୍ର ତପେ। ଚନ୍ଦ୍ର କହିଲେ ଏଠି ଆକାଶର ଜହ୍ନ ନୁହେଁ, ଚନ୍ଦ୍ର ତପେ କହିଲେ ଚାନ୍ଦୁଆ। ନାନା ରଙ୍ଗର ଚାନ୍ଦୁଆରେ ଅମ୍ବର କହିଲେ ଆକାଶରେ ଆଚ୍ଛାଦିତ ହୋଇଛି। ଆକାଶ ଘୋଡ଼ି ହୋଇ ରହିଛି। ସୂର୍ଯ୍ୟ ଯେତେବେଳେ ପଶ୍ଚିମ ଆକାଶରେ ବିଦାୟ ନିଅନ୍ତି, ଆମେ ସମସ୍ତେ ଦେଖିଛେ ଆକାଶର ରଙ୍ଗ କେମିତି ଥାଏ। କେତେବେଳେ ନୀଳ ହୋଇଯାଏ, କେତେବେଳେ ହଳଦିଆ ହେଇଯାଏ, କେତେବେଳେ ଲାଲି ହୋଇଯାଏ, କେତେବେଳେ ଲୋହିତ ହେଇଯାଏ। ଆକାଶଟା ଦେଖିନ? ବେଳେ ବେଳେ ଆକାଶଟା ଏମିତି ଦେଖାଯାଏ ନା। ସୂର୍ଯ୍ୟାସ୍ତ ସମୟରେ ଏଇଭଳି ତାହେଲେ ସୂର୍ଯ୍ୟ ବିଦାୟ ନେଉଛନ୍ତି। ତେଣୁ ବିଦାୟର ଆୟୋଜନ ଲାଗିଛି। ସୂର୍ଯ୍ୟଙ୍କ ବିଦାୟ ପାଇଁ ଆୟୋଜନ ଚାଲିଛି। ତେଣୁ ଆକାଶ କଣ କରିଛି? ନାନା ରଙ୍ଗର ଚାନ୍ଦୁଆରେ ସତେ ଯେମିତି ଆଚ୍ଛାଦିତ ହୋଇଛି। ଆଉ କଣ କହୁଛନ୍ତି ଦେଖ, ଦଳେ ଦଳେ ପକ୍ଷୀ ଗାନ୍ତି ଉଚ୍ଚ କରୁଣ ଗାନ, ତରୁଗିରି ଛାୟା ବିସ୍ତାରୀ ପାଦେ କରେ ପ୍ରଣାମ। ସୂର୍ଯ୍ୟଙ୍କୁ ବିଦାୟ ଦେଉଛନ୍ତି ସମସ୍ତେ। ଆକାଶ ଭିନ୍ନ ରଙ୍ଗର ଚନ୍ଦ୍ରରେ ଆଚ୍ଛାଦିତ ହୋଇଛି ଏବଂ ଦଳେ ଦଳେ ପକ୍ଷୀ ଗାଉଛନ୍ତି ଉଚ୍ଚ କରୁଣାର ଗାନ। କରୁଣର ସ୍ୱରରେ ଗାଉଛନ୍ତି। କରୁଣ ଗାନ କହିଲେ ଦୁଃଖର ଗୀତ ଗାଉଛନ୍ତି। ଯେତେବେଳେ ଜଣେ ବିଦାୟ ନେଇଥାଏ, ଝିଅଟି ଯେତେବେଳେ ଶାଶୁ ଘରକୁ ଯାଏ, ସମସ୍ତେ ବିଦାୟ ବେଳେ କାନ୍ଦନ୍ତି ନା ନାଇଁ? କାନ୍ଦୁଣା ହୁଏ ନା ନାଇଁ? ଯିଏ ଜଣେ ମୃତ୍ୟୁ ମୁଖରୁ ଆମ ପାଖକୁ ଚିରଦିନ ପାଇଁ ବିଦାୟ ନିଏ, ଆମେ କାନ୍ଦେ ନା ନାଇଁ? ସେଇଭଳି ସୂର୍ଯ୍ୟ ଆଜି ଚାଲି ଯାଉଛନ୍ତି। ତେଣୁ ଦଳେ ଦଳେ ପକ୍ଷୀ ଥାଇକି କଣ କରୁଛନ୍ତି? କାନ୍ଦୁଛନ୍ତି। ଉଚ୍ଚ ମାନେ ବଡ ସ୍ୱରରେ, ବଡ ପାଟିରେ କାନ୍ଦୁଛନ୍ତି। କରୁଣା ଗାନ। କରୁଣ କହିଲେ ଦୁଃଖର ଗୀତ ଗାଉଛନ୍ତି। ତାପରେ ଦେଖ କଣ? ତରୁଗିରି ଛାୟା ବିସ୍ତାରୀ ପାଦେ କରେ ପ୍ରଣାମ। ତରୁ ଗଛ, ଗିରି ପାହାଡ। ଗଛ ଆଉ ଗିରି ପାହାଡର ଛାୟା ବିସ୍ତାରୀ, ପାହାଡ ଆଉ ଗଛର ଛାୟା ପରି ବିସ୍ତାରୀ ଲାଭ କରିଛି। ଆମେ ଜାଣିଛେ କେତେବେଳେ ଆମ ଛାୟାଟି ଲମ୍ବିଯାଏ। କେତେବେଳେ? ଯେତେବେଳେ ସୂର୍ଯ୍ୟାସ୍ତ ସମୟ ହୁଏ, ଆମ ଛାୟା ଲମ୍ବା ପଡେ। ସେହି ସମୟରେ ଗଛ ଆଉ ଗିରି ପାହାଡ ମାନଙ୍କର ଛାୟା ମଧ୍ୟ ଲମ୍ବି ଯାଇଛି। ସତେ ଯେମିତି ଲାଗୁଛି ସୂର୍ଯ୍ୟଙ୍କ ପାଦରେ ସେମାନେ ପ୍ରଣାମ କରୁଛନ୍ତି ନା ନାଇଁ? ତାହେଲେ ସୂର୍ଯ୍ୟଙ୍କୁ ଯେତେବେଳେ ବିଦାୟ ନିଏ, ଆମେ ତାକୁ ନମସ୍କାର କରୁନା ନାଇଁ? ଆମେ ଘରକୁ ଜଣେ ଆସିଛନ୍ତି କୁଣିଆ, ସେ ଯେତେବେଳେ ଯାଉଛନ୍ତି ବାକି ଗଲାବେଳେ ଆମେ ମଧ୍ୟ ତାଙ୍କୁ ଜୁହାର ହେବୁ ବା ନମସ୍କାର କରୁ। ସେଇଭଳି ଏଠି ବୁଝା ଯାଇଛି ଯେ ତରୁ ଗଛ ଲତା ପାହାଡ ମାନେ ତାଙ୍କର ଛାଇ ଯେମିତି ବିସ୍ତାରିତ କରିବା, ଗଛ ଲତା ମାନେ ନିଜର ଛାଇକି ବଢାଇ ସୂର୍ଯ୍ୟଙ୍କ ପାଦରେ କଣ କରୁଛନ୍ତି? ପ୍ରଣାମ କରୁଛନ୍ତି। ତାପରେ ଦେଖ ପିଲେ କଣ କହୁଛନ୍ତି? ଏବଂ ଦେଖ ପିଲେ, ଆମେ ଯାହାକୁ ଆମ ଅତିଥି ଆସିଲେ ଯେମିତି ତାଙ୍କୁ ଜୁହାର ହେଲେ ସେ ଆମ ଉପରେ ଆଶୀର୍ବାଦ ଦିଅନ୍ତି ନା ନାହିଁ? ସେମିତି ସୂର୍ଯ୍ୟ ମଧ୍ୟ ତାଙ୍କୁ ଖାଲି ଦେଇନାହାନ୍ତି, ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଆମେ ତ ଜୁହାର ହେଲା ବେଳକୁ ଆମ ହାତରେ କିଏ ପଇସା ପତ୍ର ଦେଇ ଦିଅନ୍ତି ନା ନାଇଁ କି? 500 ଟଙ୍କା କି 1000 ଟଙ୍କା ହଉ ଦେଇ ଦିଅନ୍ତି, ଆମ ହାତରେ ଦିଅନ୍ତି ନା ନାଇଁ? ସେଇଭଳି ଦେଖ ପିଲେ ତାପରେ କଣ କହୁଛନ୍ତି ଦେଖ, ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମ ବରଣୀ ପାଟ, ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ତାହେଲେ ଏଠି କଣ ହୋଇଛି? ତାଙ୍କ ଶିରରେ, ଦେଖ ପିଲେ, ତାଙ୍କ ଶିରରେ କହିଲେ କିଏ କିଏ ନମସ୍କାର କରିଥିଲେ ସୂର୍ଯ୍ୟଙ୍କୁ? ଗଲା ବେଳକୁ ଗଛ ତରୁ ଆଉ ଗିରି, ଗଛଲତା ଆଉ ପାହାଡ ନିଜ ଛାଇକି ବିସ୍ତାରୀ କରି ତାଙ୍କ ପାଦରେ ପ୍ରଣାମ କରୁଥିଲେ। ବୁଝିପାରିଲା? ତେଣୁ ସୂର୍ଯ୍ୟ କଣ କରୁଥିଲେ? ତାଙ୍କ ଶିରେ, ତାଙ୍କ ମସ୍ତକରେ ସୂର୍ଯ୍ୟ ଦେଉଥିଲେ କଣ?
ବରିଣୀ ପାଟ। ହେମ ବରିଣୀ ପାଟ କହିଲେ କଣ? ହେମ ବରିଣୀ ପାଟ କହିଲେ ସୁନା ରଙ୍ଗର ପାଟ। ତାହେଲେ ସୁନା ରଙ୍ଗର ପାଟ କଣ? ସତକୁ ସତ ସୁନା ରଙ୍ଗର ଲୁଗାକୁ ଦେଇଥିଲେ କି ନା? ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି ତାଙ୍କ ଲାଲ ରଙ୍ଗ, ସତେ ଯେମିତି ତାଙ୍କ ଲାଲ ରଙ୍ଗଟା ଗଛ ଲତା ଆଉ ପାହାଡ ଉପରେ ତାଙ୍କ ଲାଲ ରଙ୍ଗଟା ପଡେ। ଏଠି ଲାଗୁଛି ଯେମିତି ସତେ ଅବା ଗଛଙ୍କ ଉପରେ ଯୋଉ ଲାଲ ବା ଲୋହିତ ରଙ୍ଗ ପଡୁଛି ସୂର୍ଯ୍ୟଙ୍କର ସତେ ଲାଗୁଛି ଯେମିତି ସୂର୍ଯ୍ୟ ସେଇ ଗଛ ଆଉ ପାହାଡ ମାନଙ୍କର ମଥାରେ ହେମ ବରିଣୀ ପାଟ ଦେଇଛନ୍ତି। ହେମ ବରିଣୀ ପାଟ କହିଲେ ସୁନା ରଙ୍ଗର ପାଟ ବା ପାଟ ବସ୍ତ୍ର ପିନ୍ଧେଇ ଦଉଛନ୍ତି। କେମିତି ପିନ୍ଧେଇ ଦଉଛନ୍ତି? ଯେମିତି ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ସମ୍ରାଟ କଣ କରନ୍ତି? ଯେମିତି ଅନୁଗତ ଭୃତ୍ୟ, ଅନୁରୋଧ କହିଲେ ଅନୁରୋଧ, ବିଶ୍ୱସ୍ତ ନୃତ୍ୟ କହିଲେ ଚାକର। ଯେମିତି ବିଶ୍ୱସ୍ତ ଚାକର ମସ୍ତକରେ ବିଶ୍ୱସ୍ତ କର୍ମଚାରୀଟିର ମସ୍ତକରେ ଯେମିତି ସମ୍ରାଟ ବାନ୍ଧି ଦିଅନ୍ତି, ଯେମିତି କଣ ପଗଡି ବାନ୍ଧି ଦିଅନ୍ତି, ସେଇପରି କଣ କରନ୍ତି? ସୂର୍ଯ୍ୟ ଆଜି କଣ କରୁଛନ୍ତି? ତରୁ ଗିରି ଉପରେ ହେମ ବରିଣୀ ପାଟକୁ ଢାଳି ଦଉଛନ୍ତି ବା ହେମ ବରିଣୀ ପାଟ ପିନ୍ଧେଇ ଦଉଛନ୍ତି। ଯେମିତି ସମ୍ରାଟ ନିଜର ବିଶ୍ୱସ୍ତ କର୍ମଚାରୀ, ବିଶ୍ୱସ୍ତ ଚାକର ମସ୍ତକରେ ପାଟ ବାନ୍ଧି ଦିଅନ୍ତି, ପ୍ରଗଡି ବାନ୍ଧି ଦିଅନ୍ତି ବା ତାଙ୍କୁ ଅଧିକ ନମସ୍କାର ଦିଅନ୍ତି। ସେଇଭଳି ସୂର୍ଯ୍ୟ ଆଜି ଗଛଲତା ବା ପାହାଡ ଉପରେ ହେମ ବରିଣୀ ପାଟ ପିନ୍ଧେଇ ଦେଇଛନ୍ତି। ସିନେଲି ଗଛର ପାଟ ପିନ୍ଧେଇ ଦେଇଛନ୍ତି। ତାପରେ ଆଉ କଣ କହୁଛନ୍ତି ଏସବୁ ପରବର୍ତ୍ତୀ ଭିଡିଓରେ ଆଲୋଚନା କରିବା। ଆଜି ପାଇଁ ବସ ଏତିକି।